ରାତି ସାରା ପଡ଼ିନଥିଲା ମନମୋହନ ସିଂଙ୍କ ସ୍ତ୍ରୀର ଆଖିର ପଲକ। ସକାଳୁ ସବୁଦିନ ପରି ପ୍ରଥମେ ଧାଇଁ ଯାଇଥିଲେ ମନମୋହନ ସବୁଦିନ ରହୁଥିବା ରୁମ୍ ଭିତରକୁ। ଘର ଭିତରେ ମନମୋହନ ନଥିବା ଦେଖି ଭୋ ଭୋ ହୋଇ କାନ୍ଦିବା ଆରମ୍ଭ କରିଥିଲେ। ଯିଏ ଯେତେ ବୁଝାଇଲେ ବି ସ୍ତ୍ରୀ କାହା କଥା ଶୁଣିଲେ ନାହିଁ। ମନମୋହନଙ୍କ ବେଡ୍ ଫାଙ୍କା ଥିଲା, ଆଉ ବେଡ୍କୁ ଚାହିଁ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ। ଖାଲି ଥିଲା ସବୁଦିନ ସକାଳୁ ମନମୋହନ ଉଠି ବସୁଥିବା ଚୌକି, ଯାହା ଦେଖିବା ପରେ ସ୍ତ୍ରୀଙ୍କ ଛାତି ଭିତରଟା ରୁନ୍ଧି ହୋଇଯାଉଥିଲା। ମନମୋହନଙ୍କ ବେଡ୍ ଉପରେ ବସି କୁଆଡ଼େ ଚାଲିଗଲ ତୁମେ କହି ଭୋ ଭୋ ହୋଇ ରଡ଼ି ପକାଇ କାନ୍ଦିବାକୁ ଲାଗିଲେ ସ୍ତ୍ରୀ। କୁହାଯାଏ ମନମୋହନ ଓ ତାଙ୍କ ସ୍ତ୍ରୀଙ୍କ ଭିତରେ ଥିଲା ଅନାବିଳ ଭଲ ପାଇବା। ମନମୋହନ ଦେଶର ଭାର କାନ୍ଧ ଉପରେ ନେଇଥିବା ବେଳେ ସ୍ତ୍ରୀ ସଂସାର ରଥକୁ ଗଳାଇ ନେଇଥିଲେ। ପ୍ରତି କ୍ଷେତ୍ରରେ ଦୁହେଁ ଦୁହିଁଙ୍କୁ ସମର୍ଥନ ଜଣାଉଥିଲେ। ହେଲେ ଏବେ ମନମୋହନଙ୍କ ମୃତ୍ୟୁକୁ ସହ୍ୟ କରିପାରୁନାହାନ୍ତି ସ୍ତ୍ରୀ। ଅନ୍ତିମ ଯାତ୍ରାରେ ବାହାରିଛନ୍ତି ମନମୋହନ ସିଂ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆର୍ଥିକ ସଂସ୍କରଣ ଅଗ୍ରଦୂତ ଡକ୍ଟର ମନମୋହନ ସିଂ। ନିଗଦ ବୋଧ ଘାଟକୁ ତାଙ୍କ ପାର୍ଥିବ ଶରୀରକୁ ନିଆଯାଉଛି। ପୂର୍ବାହ୍ନ 11:45 ସମୟରେ ତାଙ୍କର ଶେଷକୃତ୍ୟ ନୂଆଦିଲ୍ଲୀର ନିଗମବୋଧ ଘାଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ। ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ଦେଶର ଶୀର୍ଷ ନେତୃବୃନ୍ଦ ମନମୋହନଙ୍କ ଦିଲ୍ଲୀ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କ ଶେଷ ଦର୍ଶନ ପାଇଁ ମରଶରୀରକୁ ଜାତୀୟ ପତାକାରେ ଗୁଡ଼ାଯାଇ ବାସଭବନରେ ରଖାଯାଇଛି। ସ୍ତ୍ରୀ ଗୁରୁଶରଣ କୌର ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହିଛନ୍ତି। ଆଉ ଏତିକି ବେଳେ ମନମୋହନଙ୍କ ସ୍ତ୍ରୀ ଫୁ ଫୁ ହୋଇ ଚିତ୍କାର କରି କାନ୍ଦୁଛନ୍ତି। ବ୍ୟୁରୋ ରିପୋର୍ଟ, ନିରପେକ୍ଷ।